ଆସନ୍ତୁ ଜାଣିନେବା ଆଜିର 30ଟି ଅନୁଚିନ୍ତା ବିଷୟରେ। ନମ୍ବର 1, ଏଠି ସେଠି ଛେପ ପକାଇବା ଏକ ଖରାପ ଅଭ୍ୟାସ ହୋଇଥାଏ। ଏହାଦ୍ୱାରା ବୁଧ ଏବଂ ସୂର୍ଯ୍ୟଙ୍କ ଖରାପ ପ୍ରଭାବ ପଡ଼ିବା ସହିତ ମାନସିକ ଏବଂ ଆର୍ଥିକ ହାନି ହୋଇଥାଏ। ନମ୍ବର 2, ଘରେ ଅଧିକ ପୁରୁଣା ଜୋତା ଚପଲ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଅଶୁଭତ୍ୱ ବୃଦ୍ଧି ହୋଇଥାଏ ଏବଂ ଜୋତା ଚପଲ ଏଠି ସେଠି ପକାଇବା ଦ୍ୱାରା ଶନିଙ୍କ ଖରାପ ପ୍ରଭାବ ପଡ଼ିବା ସହିତ କଳହ ବୃଦ୍ଧି ହୋଇଥାଏ। ନମ୍ବର 3, କେବେ ବି ଅଇଁଠା ବାସନ ଛାଡ଼ିବା କିମ୍ବା ଭଙ୍ଗା ବାସନ ବ୍ୟବହାର କରିବା ଉଚିତ ନୁହେଁ ଏବଂ ବାସନ ଏଠି ସେଠି ପକାଇବା ଅନୁଚିତ। ଏହାଦ୍ୱାରା ଚନ୍ଦ୍ର ଏବଂ ଶନିଙ୍କ ଖରାପ ପ୍ରଭାବ ପଡ଼ିବା ସହିତ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ। ନମ୍ବର 4, ଖାଇସାରିବା ପରେ ଅଇଁଠା ଥାଳି ଧରିକି ବସିବା ଏକ ଖରାପ ଅଭ୍ୟାସ ହୋଇଥାଏ ଏବଂ ରାତିରେ ଅଇଁଠା ବାସନ ରଖିବା ଅନୁଚିତ। ଏହାଦ୍ୱାରା ବାସ୍ତୁଦୋଷ ଦେଖାଦେବା ସହିତ କାର୍ଯ୍ୟରେ ସଫଳତା ପାଇଁ ସଂଘର୍ଷ କରିବାକୁ ପଡ଼ିଥାଏ। ନମ୍ବର 5, ଘରେ ପାଣିର ଅଯଥା ଖର୍ଚ୍ଚ କରିବା ଉଚିତ ନୁହେଁ କିମ୍ବା ଅପବ୍ୟୟ କରିବା ଅନୁଚିତ। ଏହାଦ୍ୱାରା ଚନ୍ଦ୍ରଙ୍କ ଖରାପ ପ୍ରଭାବ ପଡ଼ିଥାଏ ଏବଂ ମାନସିକ ଅଶାନ୍ତି ଦେଖାଦେବା ସହିତ ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ। ନମ୍ବର 6, ଘରେ କୌଣସି ଶୁଖିଲା ଗଛ ରଖିବା ଉଚିତ ନୁହେଁ ଏବଂ ଘରେ ଲାଗିଥିବା ଗଛରେ ନିୟମିତ ପାଣି ନ ଦେବା ଦ୍ୱାରା ଅଶୁଭ ହୋଇଥାଏ। ତା ସହିତ ଘରେ ବାସ୍ତୁଦୋଷ ଉତ୍ପନ୍ନ କରିଥାଏ। ନମ୍ବର 7, ଶୋଇବା ଖଟ ଉପରେ ବସି ଖାଦ୍ୟ ଖାଇବା ଏକ ଖରାପ ଅଭ୍ୟାସ ହୋଇଥାଏ। ଏହାଦ୍ୱାରା ଘରେ ସୁଖ ଶାନ୍ତି ଭଙ୍ଗ ହେବା ସହିତ କରଜ ଭାର ବୃଦ୍ଧି ହୋଇଥାଏ। ନମ୍ବର 8, ଘର ମୁଖ୍ୟଦ୍ୱାର ସମ୍ମୁଖରେ ଅଳିଆ ଆବର୍ଜନା ଗଦା କରିବା ଏକ ଖରାପ ଅଭ୍ୟାସ ହୋଇଥାଏ। ଏହାଦ୍ୱାରା ଅମଙ୍ଗଳକାରୀ ହେବା ସହିତ ପଡ଼ୋଶୀ ଲୋକଙ୍କ ସହିତ ସମ୍ପର୍କ ଖରାପ ହୋଇଥାଏ। ନମ୍ବର 9, ସୂର୍ଯ୍ୟାସ୍ତ ପରେ କାହାକୁ କ୍ଷୀର, ଦହି, ପିଆଜ, ଲୁଣ ଦାନ କରିବା ଏକ ଖରାପ ଅଭ୍ୟାସ ହୋଇଥାଏ। ଏହା ଅମଙ୍ଗଳକାରୀ ହେବା ସହିତ ଘରେ ଦାରିଦ୍ର୍ୟତା ଦେଖାଦେବାର ସମ୍ଭାବନା ରହିଥାଏ। ନମ୍ବର 10, ରାତିରେ ନଖ ଏବଂ ବାଳ କାଟିବା ଉଚିତ ନୁହେଁ। ଏହା ଏକ ଖରାପ ଅଭ୍ୟାସ ହୋଇଥାଏ ଏବଂ ଘରେ ଧନହାନି ଦେଖାଦେବା ସହିତ ଦାରିଦ୍ର୍ୟତା ପ୍ରାପ୍ତ ହୋଇଥାଏ। ନମ୍ବର 11, ଘର ମୁଖ୍ୟ ଦ୍ୱାରରେ କେବେ ବି ବସିବା ଉଚିତ ନୁହେଁ। ଏହା ଖରାପ ଅଭ୍ୟାସ ହେବା ସହିତ ଅମଙ୍ଗଳକାରୀ ହୋଇଥାଏ ଏବଂ ଆର୍ଥିକ ସ୍ଥିତି ଖରାପ ହେବାର ସମ୍ଭାବନା ଦେଖାଦେଇଥାଏ। ନମ୍ବର 12, ଗାଧୋଇ ସାରିବା ପରେ ଓଦା କପଡ଼ା ଗାଧୁଆ ଘରେ ଛାଡ଼ିବା ଏକ ଖରାପ ଅଭ୍ୟାସ ହୋଇଥାଏ। ଏହାଦ୍ୱାରା ଜାତକରେ ସୂର୍ଯ୍ୟଙ୍କ ସ୍ଥିତି କମଜୋର କରିଥାଏ ଏବଂ ମାନ ସମ୍ମାନ ମଧ୍ୟ ନଷ୍ଟ ହୋଇଥାଏ। ନମ୍ବର 13, ଗାଧୋଇ ସାରିବା ପରେ ଛିଣ୍ଡିଥିବା ଚୁଟି ଗାଧୁଆ ଘରେ ପଡ଼ି ରହିଲେ ଅମଙ୍ଗଳକାରୀ ହୋଇଥାଏ ଏବଂ ଶନିଦେବଙ୍କ ଖରାପ ପ୍ରଭାବ ପଡ଼ିବା ସହିତ ଆର୍ଥିକ ସମସ୍ୟା ଦେଖାଦେଇଥାଏ। ନମ୍ବର 14, ଗାଧୁଆ ଘର ସବୁବେଳେ ସଫା ସୁତରା ରଖିବା ଉଚିତ। କେବେ ବି ଅଳିଆ ଆବର୍ଜନା କରିବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହେବା ସହିତ ରାହୁ, କେତୁ ଏବଂ ଶନିଙ୍କ ଖରାପ ପ୍ରଭାବ ପଡ଼ି ସୁଖ ସମୃଦ୍ଧି କମ ହୋଇଥାଏ। ନମ୍ବର 15, ବାସ୍ତୁ ଅନୁସାରେ କେବେ ବି ଫଟା ଏବଂ ମଇଳା ହୋଇଥିବା କପଡ଼ା ପିନ୍ଧିବା ଉଚିତ ନୁହେଁ। ଏହାଦ୍ୱାରା ଦାରିଦ୍ର୍ୟତା ଦେଖାଦେଇଥାଏ। ତେଣୁ ଗାଧୋଇବା ପରେ ସଫା ସୁତରା କପଡ଼ା ପିନ୍ଧିବା ଦ୍ୱାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ। ନମ୍ବର 16,
ସୂର୍ଯ୍ୟ ଉଦୟ ପରେ ଉଠିବା ଅତ୍ୟନ୍ତ ଖରାପ ଅଭ୍ୟାସ ହୋଇଥାଏ। ଏହାଦ୍ୱାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିନଥାଏ ଏବଂ ପାଖରେ ଅର୍ଥ ଅଭାବ ଦେଖା ଦେଇଥାଏ। ନମ୍ବର 17, କୌଣସି ଲୋକଙ୍କ ପିଠି ପଛରେ କେବେ ବି ନିନ୍ଦା କରିବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ଘରେ କାଙ୍ଗାଳ ପରିସ୍ଥିତି ଦେଖାଦେବାର ସମ୍ଭାବନା ରହିଥାଏ। बाय ना। 10,000 पेटीएम कर दिए हैं। तेरे महीने का खर्चा। पापा बस 5 साल रुक जाओ, 10 के बदले 50,000 पेटीएम करूंगा, वो भी हर महीने। पहले इंजीनियर तो बन जा। इंडिया जब भी ନମ୍ବର 18, ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରେ ବାଲ୍ଟିରେ ପାଣି ଭର୍ତ୍ତି କରି ରଖିବା ଉଚିତ। ଏହା ଅତ୍ୟନ୍ତ ମଙ୍ଗଳକାରୀ ହେବା ସହିତ ଧାର କରଜ ଦୂର ହୋଇଥାଏ ଏବଂ ଚମତ୍କାରୀ ଲାଭପ୍ରାପ୍ତ ହୋଇଥାଏ। ନମ୍ବର 19, ଘର ଉତ୍ତର ପୂର୍ବ କୋଣ ଅର୍ଥାତ୍ ଐଶାନ୍ୟ କୋଣରେ ପାଣି ଭର୍ତ୍ତି କରି କଳସଟିଏ ରଖିବା ଉଚିତ। ଏହା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ ଏବଂ ମଙ୍ଗଳକାରୀ ହେବା ସହିତ କାର୍ଯ୍ୟରେ ସଫଳତା ମିଳିଥାଏ। ନମ୍ବର 20, ଘରେ ପଇସା ରଖୁଥିବା ସ୍ଥାନରେ କେବେ ବି ଝାଡ଼ୁ ଲଗାଇ କରି ରଖିବା ଉଚିତ ନୁହେଁ। ଏହା ଅଶୁଭ ହେବା ସହିତ ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ ଏବଂ ଅର୍ଥ ସଞ୍ଚୟ ହୋଇପାରିନଥାଏ। ନମ୍ବର 21, ଗାଧୋଇ ସାରିବା ପରେ ଗାଧୁଆ ଘର କବାଟ ଖୋଲା ରଖିବା ଏକ ଖରାପ ଅଭ୍ୟାସ ହୋଇଥାଏ। ଏହାଦ୍ୱାରା ଅମଙ୍ଗଳକାରୀ ହେବା ସହିତ ବ୍ୟବସାୟରେ ଲଗାତାର କ୍ଷତି ହୋଇଥାଏ। ନମ୍ବର 22, ରୋଷେଇ ଘରେ ଔଷଧ ରଖିବା ଏକ ଖରାପ ଅଭ୍ୟାସ ହୋଇଥାଏ। ଏହାଦ୍ୱାରା ଅମଙ୍ଗଳକାରୀ ହେବା ସହିତ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଧିକ ରହିଥାଏ। ନମ୍ବର 23, ଘରେ ଯଦି କୌଣସି କ୍ଷୀର ବାହାରୁଥିବା ଗଛ ରହିଥାଏ ତେବେ ହଟାଇ ଦେବା ଉଚିତ। ଏହାଦ୍ୱାରା ଘରେ ଧନହାନି ଦେଖାଦେବା ସହିତ ପରିବାର ଲୋକଙ୍କର ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଦେଖାଦେଇଥାଏ। ନମ୍ବର 24, ଘରେ ଯଦି କୌଣସି ଆକ୍ୱାରିୟମ୍ ରଖିଥାନ୍ତି ତେବେ ଘର ଦକ୍ଷିଣ ଦିଗରେ କେବେ ବି ରଖିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଅର୍ଥ ରୋଜଗାରରେ ବିଘ୍ନ ଆସିଥାଏ। ନମ୍ବର 25, ଯଦି ପିଲାମାନେ କାନ୍ଥରେ ଗାର ପକାଉଥାନ୍ତି ତେବେ ତାଙ୍କୁ ରୋକିବା ଉଚିତ। ଏହା ଅଶୁଭ ହୋଇଥାଏ ଏବଂ ଧାର କରଜ ବୃଦ୍ଧି ହୋଇଥାଏ। ନମ୍ବର 26, କୌଣସି ସୁନସାନ ରାସ୍ତାରେ କିମ୍ବା ଅଳିଆ ଆବର୍ଜନା ଥିବା ସ୍ଥାନରେ ମିଠା ଖାଦ୍ୟ ଧରି ବୁଲିବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ବାସ୍ତୁଦୋଷ ମଧ୍ୟ ଦେଖାଦେଇଥାଏ। ନମ୍ବର 27, ରାତିରେ ଅତର ବା ସେଣ୍ଟ ଲଗାଇ ଶୋଇବା ଏକ ଖରାପ ଅଭ୍ୟାସ ହୋଇଥାଏ। ଏହାଦ୍ୱାରା ଅଶୁଭ ଶକ୍ତି ଆକର୍ଷିତ ହୋଇଥାଏ ଏବଂ ଖରାପ ଶକ୍ତି ମଧ୍ୟ କବଳିତ କରିଥାଏ। ନମ୍ବର 28, ରାତିରେ ମହିଳାମାନେ କେବେ ବି ବାଳ ଖୋଲା କରି ଶୋଇବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ନକାରାତ୍ମକ ଶକ୍ତି ବୃଦ୍ଧି ପାଇବା ସହିତ ମନ ଅଧିକ ଭାବୁକ ହୋଇଥାଏ। ନମ୍ବର 29, ଅନ୍ୟ ଲୋକଙ୍କ ଜୋତା କିମ୍ବା ଚପଲ ପିନ୍ଧିବା ଏକ ଖରାପ ଅଭ୍ୟାସ ହୋଇଥାଏ। ଏହା ଅମଙ୍ଗଳକାରୀ ହେବା ସହିତ ଜୀବନରେ ଶନିଙ୍କ ଖରାପ ପ୍ରଭାବ ପଡ଼ିଥାଏ। ନମ୍ବର 30, ନିଜର ସୁନା ଗହଣା କେବେ କାହାକୁ ପିନ୍ଧିବାକୁ ଦେବା ଉଚିତ ନୁହେଁ କିମ୍ବା ଅନ୍ୟ ଲୋକଙ୍କ ଗହଣା କେବେ ବି ପିନ୍ଧିବା ଅନୁଚିତ। ଏହା ଅମଙ୍ଗଳକାରୀ ହେବା ସହିତ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଥାଏ। ଦର୍ଶକ ବନ୍ଧୁ, ଭିଡ଼ିଓଟି କିପରି ଲାଗିଲା ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଭିଡ଼ିଓକୁ ଲାଇକ୍ କରିବେ ଏବଂ ସାଙ୍ଗମାନଙ୍କ ସହିତ ନିଶ୍ଚୟ ସେୟାର କରିବେ। ଖୁସିରେ ରହିବାର ମୂଳ ମନ୍ତ୍ର। ଆସନ୍ତୁ ଜାଣିବା ବଛା ବଛା 15ଟି ଅନୁଚିନ୍ତା।